ରେଳବାଇରେ ପୁଣି ନିଯୁକ୍ତି ସୁଯୋଗ ପୂରଣ ହେବ 5,000ରୁ ଅଧିକ ପଦବୀ। ଆସନ୍ତୁ ଜାଣିବା କ'ଣ। ରେଳବାଇ ଚାକିରି କରିବାକୁ ସ୍ୱପ୍ନ ଦେଖୁଥିବା ପିଲାମାନଙ୍କ ପାଇଁ ଆଉ ଏକ ସୁଯୋଗ। ଆପଣ ଯଦି ସେମାନଙ୍କ ମଧ୍ୟରୁ ଜଣେ, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଲାଭଦାୟକ। ରେଳ ନିଯୁକ୍ତି ସେଲ୍, ପଶ୍ଚିମ ରେଳ ଓ RRC WR ଏହି ସୁଯୋଗ ନେଇ ଆସିଛି। ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ, ତେବେ ଜାଣି ରଖନ୍ତୁ। ଏହି ନିଯୁକ୍ତି ମାଧ୍ୟମରେ RRC WRରେ ଆପ୍ରେଣ୍ଟିସ୍ ପଦବୀ ପୂରଣ ହେବ। ଏନେଇ ଅନଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡ଼ିବ। ଏହି ନିଯୁକ୍ତି ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏନେଇ 5,000ରୁ ଅଧିକ ପଦବୀ ପୂରଣ ହେବ। ଦଶମ ପାସ୍ ପିଲା ମଧ୍ୟ ଏହାର ସୁଯୋଗ ନେବେ। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ କାନାରା ବ୍ୟାଙ୍କ ଅଫିସିଆଲ ୱେବସାଇଟ୍ rrc-wr.com ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି, ସେମାନେ RRC-WR ଆପ୍ରେଣ୍ଟିସ୍ ରିକ୍ୱାରମେଣ୍ଟ 2024 ଆପ୍ଲାଇ ଫର୍ 5066 ପୋଷ୍ଟ ନୋଟିଫିକେସନ୍ ଏହି ଲିଙ୍କ ଉପରେ କ୍ଲିକ୍ କରି ଦେଖିପାରିବେ। ଗୁରୁତ୍ୱପୂର୍ଣ୍ଣ ତାରିଖ ହେଉଛି ଅନଲାଇନ୍ ଆବେଦନ ଆରମ୍ଭ ସେପ୍ଟେମ୍ବର 23, 2024। ଅନଲାଇନ୍ ଆବେଦନ ଶେଷ 22 ଅକ୍ଟୋବର 2024। ବିସ୍ତୃତ ଭାବେ ଜାଣିବା ପାଇଁ ବିଜ୍ଞପ୍ତିକୁ ପୁରା ପଢ଼ନ୍ତୁ, ଜାଣନ୍ତୁ। ଖାଲି ପଦବୀ ଅଛି। BTC ବିଭାଗ 971ଟି ପୋଷ୍ଟ, BRC ବିଭାଗ 569ଟି ପୋଷ୍ଟ, ADI ବିଭାଗ 931ଟି ପୋଷ୍ଟ, RTM ବିଭାଗ 558ଟି ପୋଷ୍ଟ, RJT ବିଭାଗ 238ଟି ପୋଷ୍ଟ, BVP ବିଭାଗ 255ଟି ପୋଷ୍ଟ, PL କର୍ମଶାଳା 634ଟି ପୋଷ୍ଟ, MX କର୍ମଶାଳା 125ଟି ପୋଷ୍ଟ, BVP କର୍ମଶାଳା 143ଟି ପୋଷ୍ଟ, DHD କର୍ମଶାଳା 415ଟି ପୋଷ୍ଟ, PRTN କର୍ମଶାଳା 86ଟି ପୋଷ୍ଟ, SBI ଇଞ୍ଜିନିୟରିଂ କର୍ମଶାଳା 60ଟି ପୋଷ୍ଟ, SBI ସଂକେତ କର୍ମଶାଳା 25ଟି ପୋଷ୍ଟ, ମୁଖ୍ୟାଳୟ କାର୍ଯ୍ୟାଳୟର 43ଟି ପୋଷ୍ଟ, ମୋଟ 5,066ଟି ପୋଷ୍ଟ। ବିସ୍ତୃତ ଭାବେ ଜାଣିବା ପାଇଁ ଆସନ୍ତୁ ଯିବା। ଯୋଗ୍ୟତା: ଏହି ସ୍ୱୀକୃତିପ୍ରାପ୍ତ ବୋର୍ଡ ସର୍ବନିମ୍ନ 50% ମାର୍କ ସହିତ 10ରୁ 2 ପରୀକ୍ଷା ବ୍ୟବସ୍ଥା ମାଟ୍ରିକ ପାସ୍। ବିସ୍ତୃତ ଭାବେ ଜାଣିବା ପାଇଁ ଆସନ୍ତୁ ତଳକୁ ଯିବା। ବୟସ ସୀମା ସର୍ବନିମ୍ନ 15ରୁ ସର୍ବାଧିକ ବୟସ 24। ବୟସ ଗଣନା 22/10/2024 ଅନୁସାରେ ହେବ। ସାଧାରଣ ବର୍ଗ OBC EWS 100 ଟଙ୍କା, SC ST PWBD ମହିଳାଙ୍କ ଦେୟମୁକ୍ତ। ଚୟନ ପ୍ରକ୍ରିୟା ହେଉଛି ମେରିଟ ଡକୁମେଣ୍ଟ ଯାଞ୍ଚ ଓ ମେଡିକାଲ ଯାଞ୍ଚ କରାଯିବ। ଯଦି ଭିଡ଼ିଓଟି ଭଲ ଲାଗେ ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ।